ଏଭଳିଆ କରନି। କଳାକାର ବୃନ୍ଦ କୁହନ୍ତୁ କି ଶିକ୍ଷିତ ବୃନ୍ଦ ହୁଅନ୍ତୁ କି ଆମେ ହଉ କିଏ ହଉ, ସୀମା ଭିତରେ ତେଲ ଦିଅ। ଜଗନ୍ନାଥ ସହିତ ତୁଳନା କରି ତେଲ ବଳେଇ ତାର ପରିମାଣ କମିଯିବ। ସେ କଳାକାର ଗୋଟେ ଭିକାରୀ, ପୁରା କଳାକାର ନୁହଁ। ଯେଉଁମାନେ କଳାକାର ତାଙ୍କ ନାଚିବା, ତାଙ୍କ ହସିବା, ତାଙ୍କ ହସେଇବା, ତାଙ୍କ କାନ୍ଦିବା, ତାଙ୍କ ଦୋହଲିବା, ମାନେ ଫଲ୍ସ ବକ୍ସିଂ କରିବା, ଫଲ୍ସ ଚୁମ୍ବନ ଦେବା, ଫଲ୍ସ କୁଣ୍ଡେଇବା, ଏ ହେଉଛନ୍ତି କଳାକାର। ଏଗୁଡ଼ା ଭିକାରୀ ଗୁଡ଼ାକ। ଏ ଯାଇକି ନବୀନୀକରଣ ଭଗବାନ ଜଗନ୍ନାଥ ମୋ ବୋପାଲୋ, ଏଭଳିଆ କି କଳାକାର ମୁଁ ସେ ନା ଭିକାରୀ କାଳ। ଦୈତାରୀ ପଣ୍ଡା ଭଳିଆ କଳାକାର ମୋର ତାର ଭଲ ପଡ଼େ। ଏତେ ଭିକାରୀ କ'ଣ ଦୈତାରୀ ତମେ ହେଉଛ? ତମେ ମୋତେ ବଡ଼ ଭାଇ ବୋଲି ସମ୍ମାନ କର, ମୋ ପାଖକୁ ଆସ। ଏତୁଟା କ'ଣ ତମ କଳା ସେ ଦେଇଦେବ? ନା ତମେ ଚାଲିଗଲେ ଏଇନା 4 ଗୁଣ ରୋଜଗାର ହେଇଯିବ। ନବୀନ ପୁରେଇ ଦେବ ତମଠି। ତମେ ଗୋଟେ ଏ ଗ୍ରେଡ୍ କଳାକାର। ତମର 50-30 ବର୍ଷ ହେଲାଣି ସୁନାମ ରହିଛି ଓଡ଼ିଶା ଭାରତ ବର୍ଷରେ, ବିଶିଷ୍ଟ କଳାକାର। ତମେ କ'ଣ ଏମିତି ଭିକାରୀ ଭଳିଆ ହେଉଛ? ଭଗବାନ, ନବୀନ, ନାରାୟଣ ନା ଶିବମ, ନା ଏତେ କ୍ରାକ୍। ଯାହାର ଯେତିକି ସମ୍ମାନ, ନବୀନ ବାବୁ ଯେତିକି ସମ୍ମାନ ତାକୁ ଦିଅ। କିଏ ନାହିଁ କରୁଛି? ଭଗବାନ ଜଗନ୍ନାଥ ତୁଳନା କରିବ, ସେ ଗୋଟେ ମାରିଦେବ। ଜଗନ୍ନାଥ ସହିତ ତୁଳନା କରି ତେଲ ବଳେଇ ତାର ପରିମାଣ କମିଯିବ। ଏଭଳିଆ କରନି। କଳାକାର ବୃନ୍ଦ କୁହନ୍ତୁ କି ଶିକ୍ଷିତ ବୃନ୍ଦ ହୁଅନ୍ତୁ କି ଆମେ ହଉ କିଏ ହଉ, ସୀମା ଭିତରେ ତେଲ ଦିଅ।